ଗୋଟେ ଧନୀ ଘରର ଝିଅ ଓ ଆଉ ଗୋଟେ ଗରିବ ଘରର ଝିଅ ଦୁଇ ସାଙ୍ଗ ଥିଲେ। ତୁମେ ଦୁହିଁଙ୍କୁ ଗଡ଼ିଏ ନ ଦେଖିଲେ ରହିପାରୁ ନଥିଲେ। ଏମାନଙ୍କର ବନ୍ଧୁତା ଦେଖି ଗାଁର ଲୋକେ ଈର୍ଷାପରାୟଣ ହୋଇ ପଡ଼ୁଥିଲେ। ଦୁଇ ସାଙ୍ଗ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଆନ୍ତି ଓ ସେଠାରେ ସୁଖ ଦୁଃଖ ହୁଅନ୍ତି। ଧନୀ ଘରର ଝିଅ ଦେହରେ ବହୁତ ଗହଣା ପିନ୍ଧିଥିଲା, କିନ୍ତୁ ଗରିବ ଘରର ଝିଅର ଆଦୌ ସୁନା ଗହଣା ନଥିଲା। ଦିନେ ଗରିବ ଘରର ଝିଅ ତା ମାଉସୀ ଘରକୁ ମେଳା ଦେଖିବାକୁ ଯାଉଥିଲା। ତେଣୁ ସେ ତାର ଧନୀ ସାଙ୍ଗକୁ ତାର ସୁନା ଗହଣା 2 ଦିନ ପାଇଁ ତାକୁ ଦେବାକୁ କହିଲା। ଧନୀ ସାଙ୍ଗ ସୁନା ଗହଣା ଦେବା ପାଇଁ ହଁ ଭରିଲା, ମାତ୍ର ତାର ଆୟା ବଡ଼ ଦୁଷ୍ଟ ଥିବାରୁ ତାକୁ ଲୁଚେଇକି ଦେବା ପାଇଁ କହିଲା। ଧନୀ ସାଙ୍ଗର ଆୟା ବଡ଼ ଦୁଷ୍ଟ ବୋଲି ଗରିବ ସାଙ୍ଗ ମଧ୍ୟ ଜାଣିଥିଲା। ତେଣୁ ଧନୀ ସାଙ୍ଗ ତାର ଗରିବ ସାଙ୍ଗକୁ କହିଲା, ଆଜି ରାତିକି ତୁ ଆମ ଘରକୁ ଆସି କାନ୍ଥ କଣା ଦେଇ ହାତ ବଢ଼େଇ ଡାକିବୁ। ତାପରେ ମୁଁ ଲୁଚି ଲୁଚି ମୋ ଗହଣା ତୋତେ ଦେବି। ତୁ ନେଇକି ତୁରନ୍ତ ସେଠାରୁ ଚାଲିଯିବୁ। ଧନୀ ସାଙ୍ଗର ଏଇ କଥାରେ ଗରିବ ସାଙ୍ଗ ରାଜି ହେଲା। ସେମାନଙ୍କ ଯୋଜନା ଅନୁଯାୟୀ ଗରିବ ସାଙ୍ଗ ରାତିକି ଧନୀ ସାଙ୍ଗର ଘରକୁ ଯିବାର ଥିଲା। ଜଙ୍ଗଲରେ ଧନୀ ସାଙ୍ଗ ଓ ଗରିବ ସାଙ୍ଗ ହେଉଥିବା ଏଇ କଥାବାର୍ତ୍ତାକୁ ଠେକୁଆଟିଏ ଶୁଣିଦେଲା। ତେଣୁ ସେ ଠିକ୍ ସନ୍ଧ୍ୟା ବେଳକୁ ଯାଇ ଧନୀ ସାଙ୍ଗର ଘରେ ପହଞ୍ଚିଗଲା। ଠେକୁଆଟି ଧନୀ ଝିଅର ଘର ନିକଟରେ ପହଞ୍ଚି ଧନୀ ଝିଅ ଉଦ୍ଦେଶ୍ୟରେ ଡାକିଲା, ସାଙ୍ଗ ସାଙ୍ଗ ମୁଁ ଆସିଛି, ଗହଣା ଦେ, ମୁଁ ନେଇକି ଏଠୁ ତୁରନ୍ତ ଚାଲିଯିବି। ଧନୀ ସାଙ୍ଗ ଠେକୁଆର ଏ କାରସାଦି ବୁଝିପାରିଲା ନାହିଁ। ତେଣୁ ତାର ସୁନା ଗହଣାତକ କାନ୍ଥ କଣା ବାଟେ ଠେକୁଆଟିକୁ ଦେଇଦେଲା। ଠେକୁଆଟି ସୁନା ଗହଣାତକ ପାଇ ବେଶ୍ ଖୁସିରେ ସେଠାରୁ ଜଙ୍ଗଲକୁ ଚାଲିଗଲା। ଏହାର କିଛି ସମୟ ପରେ ଗରିବ ସାଙ୍ଗ ଆସି ଧନୀ ସାଙ୍ଗ ଘର ନିକଟରେ ପହଞ୍ଚିଲା। ଧନୀ ସାଙ୍ଗକୁ ଡାକିଲା, ସାଙ୍ଗ ସାଙ୍ଗ ମୁଁ ଆସିଛି, ଗହଣା ଦେ, ତୁରନ୍ତ ମୁଁ ଏଠାରୁ ନେଇକି ଚାଲିଯିବି। ଏହା ଶୁଣି ଧନୀ ସାଙ୍ଗର ରାଗ ହେଲା। ପୁଣି କାହିଁକି ସାଙ୍ଗ ଆସି ଗହଣା ମାଗୁଛି? ସେ ଗହଣାତକ ତ ତାକୁ ଦେଇଦେଲା, ତେବେ ସେ ପୁଣି କାହିଁକି ଲୋଭ କରୁଛି? ଏ କଥା ଭାବି ଧନୀ ସାଙ୍ଗ ଗରିବ ସାଙ୍ଗ ଉପରେ ରାଗ କଲା। ଗରିବ ସାଙ୍ଗ ପୁଣି ବାରମ୍ବାର ଡାକିଲା। ଧନୀ ସାଙ୍ଗ ରାଗିକି ବାହାରକୁ ଆସି କହିଲା, ତୋତେ ପରା ମୁଁ ଏବେ ଗହଣାତକ ଦେଲି, ପୁଣି କୁଆଡ଼େ ଆସିଛୁ? ଏତେ ଲୋଭ କାହିଁକି କରୁଛୁ କହିଲୁ? ଗରିବ ସାଙ୍ଗ ଧନୀ ସାଙ୍ଗର ଏଇ କଥାରେ ଆଶ୍ଚର୍ଯ୍ୟ ହୋଇଗଲା। ତାକୁ ତ ସୁନା ଗହଣା ଦେଇନି, ତେବେ ସୁନା ଗହଣା ଦେଇଛି ବୋଲି ମିଛରେ କହୁଛି। ଏମିତି ଦୁଇ ସାଙ୍ଗ ମଧ୍ୟରେ ଯୁକ୍ତିତର୍କ ବଢ଼ିଗଲା। ଦୁହେଁ ମାଡ଼ଗୋଳ ହେଲେ ଓ ଦସ୍ତାଦସ୍ତି ହେଲେ। ଗାଁ ଲୋକ ସେଠାରେ ଆସି ରୁଣ୍ଡ ହୋଇଗଲେ। ଘଟଣା ସମ୍ପର୍କରେ ଜାଣି ଗାଁ ଲୋକେ ଗରିବ ଝିଅକୁ ଦୋଷ ଦେଲେ। ଗରିବ ଝିଅ ଧନୀ ଝିଅର ଗହଣାକୁ ଦେଖି ଲୋଭ କରି ନେଇ ଯାଇଛି ବୋଲି ଗାଁ ଲୋକେ କହିଲେ। ସେମାନେ ଗରିବ ଝିଅକୁ ଦୋଷ ଦେଇ ସବୁତକ ସୁନା ଗହଣା ଫେରାଇ ଦେବାକୁ ଗରିବ ଝିଅକୁ କହିଲେ। ବିଚାରୀ ଗରିବ ଝିଅ ସୁନା ଗହଣା ପିନ୍ଧିବାକୁ ଲୋଭ କରିବାରୁ ଏତକ ପୋଡ଼ ପଡ଼ିଲା ବୋଲି ଭାବି ମନ ଦୁଃଖ କଲା। ସେ କେଉଁଠୁ ଏତେ ସୁନା ଗହଣା ଆଣି ଧନୀ ଝିଅକୁ ଦେବ ବୋଲି ଭାବି ଦୁଃଖରେ ଭାଙ୍ଗି ପଡ଼ିଲା। ତେବେ ଏ କଥାକୁ ଗାଁର ଜଣେ ବୁଢ଼ା ଲୋକ ସହଜରେ ବିଶ୍ୱାସ କରିପାରିଲା ନାହିଁ। ଗରିବ ଝିଅ କେବେ ବି ଏମିତି କାମ କରିନଥିବ ବୋଲି ବୁଢ଼ା ଲୋକଟି ଚିନ୍ତା କଲା। ତେବେ ସେ କ'ଣ କରିପାରିବ ବୋଲି ଭାବି ଚୁପ୍ ରହିଲା। ଏଣେ ଠେକୁଆଟି ଧନୀ ଝିଅ ପାଖରୁ ସୁନା ଗହଣାତକ ନେଇକି ମୋ ଆନନ୍ଦରେ ନିଜେ ପିନ୍ଧିକି ଜଙ୍ଗଲରେ ବୁଲିଲା। ଗହଣାତକ ପିନ୍ଧି ଖୁସିରେ ଜଙ୍ଗଲରେ ନାଚିଲା। ସେଦିନ ଗାଁର ଏଇ ବୁଢ଼ା ଲୋକଟି ଜଙ୍ଗଲକୁ ଯାଇଥାଏ। ଠେକୁଆଟି ନାଚୁଥିବା ବେଳେ ତା ପାଦ ହାତ ରୁଣୁଝୁଣୁ ଶବ୍ଦ କଲା। ଠେକୁଆଟି ଦେହରୁ ରୁଣୁଝୁଣୁ ଶବ୍ଦ ବାହାରୁଥିବାର ଦେଖି ବୁଢ଼ାଟି ଆଶ୍ଚର୍ଯ୍ୟ ହେଲା। ତେବେ ସେ ଭଲ କରି ଠେକୁଆଟିକୁ ଦେଖିବାରୁ ଜାଣିପାରିଲା ଯେ ଠେକୁଆଟି ବହୁତ ପ୍ରକାର ସୁନା ଗହଣା ପିନ୍ଧିଛି। ବୁଢ଼ା ମନରେ ସନ୍ଦେହ ହେଲା, ଠେକୁଆଟି ସୁନା ଗହଣା କେଉଁଠୁ ପାଇଲା? ବହୁତ ସମୟ ଭାବି ସେ ନିଶ୍ଚିତ ହେଲା ଯେ ଏଇ ଠେକୁଆଟି ଧନୀ ଘରର ଝିଅ ପାଖରୁ ତାର ସାଙ୍ଗ ନାଁରେ ସୁନା ଗହଣାତକ ନେଇଯାଇଛି। ବିଚାରୀ ଗରିବ ଝିଅକୁ ସମସ୍ତେ ଦୋଷ ଦେଉଛନ୍ତି।
ତେଣୁ ସେ ଏଇ ଠେକୁଆଟିକୁ ଧରିବାକୁ ଚେଷ୍ଟା କଲା। ପରଦିନ ବୁଢ଼ାଟି ଜାଲ ବିଛେଇ ଏକ ବୁଦାମୁଣେ ଚକି ବସିଲା। ଠେକୁଆଟି ନାଚି ନାଚିକା ସେଇ ବାଟ ଦେଇ ଯାଉଥିବା ବେଳେ ଜାଲରେ ଛନ୍ଦି ହୋଇ ପଡ଼ିଗଲା। ବୁଢ଼ାଟି ଠେକୁଆଟିକୁ ଧରି ସିଧା ଗାଁକୁ ନେଇ ଆସିଲା। ଧନୀ ଘରର ଝିଅ ସମେତ ଗାଁ ଲୋକଙ୍କୁ ଡାକି ବୁଢ଼ା ଏଇ ଠେକୁଆଟିକୁ ଦେଖେଇଲା। ଠେକୁଆଟି ଗୋଡ଼ରେ, ହାତରେ, କାନରେ ଓ ନାକରେ ସୁନା ଗହଣା ତକ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହେଲେ। ତେବେ ଏଇ ସୁନା ଗହଣା ତକ ଧନୀ ଝିଅର ବୋଲି ନିଜେ ଧନୀ ଝିଅ ଚିହ୍ନି ପାରିଲା। ଧନୀ ଝିଅ ଏବେ ବୁଝିପାରିଲା ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ଶୁଣିଦେଇ ଠେକୁଆ ସାଙ୍ଗ ବାହାନାରେ ଆସି ସୁନା ଗହଣା ତକ ନେଇ ଯାଇଥିଲା। ତେବେ ସେ ଅଯଥାରେ ତାର ନିର୍ଦ୍ଦୋଷ ଓ ସରଳ ସାଙ୍ଗକୁ ଦୋଷୀ କରିବାକୁ ନିଜକୁ ଧିକ୍କାର କଲା। ସେ ନିଜର ଭୁଲ ବୁଝିପାରିଲା ଏବଂ ସାଙ୍ଗ ପାଖରେ ଯାଇ କ୍ଷମା ମାଗିଲା। ଗାଁ ଲୋକେ ବି ବୁଝିପାରିଲେ ଏଇ ଠେକୁଆଟି ଗହଣା ତକ ନେଇ ଯାଇଥିଲା। ତେଣୁ ଗାଁ ଲୋକେ ରାଗିକି ଏଇ ଠେକୁଆଟିକୁ ମାରିଦେଇ ଗହଣା ତକ ଉଦ୍ଧାର କଲେ ଏବଂ ଧନୀ ଝିଅକୁ ଫେରାଇ ଦେଲେ। ଧନୀ ଝିଅ ଓ ଗରିବ ଝିଅ ପୁଣି ସାଙ୍ଗ ହୋଇ ବଣକୁ କାଠ ସଂଗ୍ରହ ଗଲେ।